ଆଜିର ଏହି ଗଣିତ କାଳାଂଶକୁ ସମସ୍ତଙ୍କୁ ସ୍ୱାଗତ। ପିଲେ ଆମେ ଆଜିର ଏହି ଗଣିତ କାଳାଂଶରେ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ଚୟନ ପରୀକ୍ଷା ସମ୍ବନ୍ଧରେ ଆଲୋଚନା କରିବା। ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ଚୟନ ପରୀକ୍ଷାରେ 25 ନମ୍ବରର ମୋଟ ପ୍ରଶ୍ନ ଆସେ। 25ଟି ପ୍ରଶ୍ନ, ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 1 ନମ୍ବର। ଏହି ପ୍ରଶ୍ନଗୁଡ଼ିକର ସମାଧାନ ଆମେ ସହଜରେ ମୌଖିକ ଭାବରେ କିଭଳି କରି କେବଳ ଉତ୍ତର ଲେଖିବା। ଉତ୍ତର ଲେଖିଲେ ଠିକ୍ ଉତ୍ତର ପାଇଁ 1 ନମ୍ବର ମିଳିଥାଏ। 25ଟି ପ୍ରଶ୍ନର ଠିକ୍ ଉତ୍ତର ଦେଲେ ଆମେ 25 ନମ୍ବର ପାଇବା। ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ଚୟନ ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ। ତେଣୁ ପ୍ରଥମେ ଚୟନ ପରୀକ୍ଷାରେ ଆମକୁ କୃତକାର୍ଯ୍ୟ ହେବାର ଅଛି। ଆଜିର ଏହି ଗଣିତ କାଳାଂଶରେ ଆମେ ପଞ୍ଚମ ଶ୍ରେଣୀ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ଚୟନ ପରୀକ୍ଷା 2021-22ର ପ୍ରଶ୍ନପତ୍ର ଗୁଡ଼ିକର ସମାଧାନ କରିବା। ହେଲେ ଏହା ପୂର୍ବରୁ ଆମେ 2ଟି କାଳାଂଶରେ 1 ନମ୍ବର ଠାରୁ 17 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ସମାଧାନ କରିସାରିଛେ। ଆଜି 18 ନମ୍ବର ଠାରୁ 25 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ସମାଧାନ କରିବା। ହେଲେ 18 ନମ୍ବର ପ୍ରଶ୍ନଟି ଦେଖ, ଗୋଟିଏ ଚିତ୍ର ଦିଆଯାଇଛି। ପ୍ରଶ୍ନ ପଚରାଯାଇଛି ଦତ୍ତ ଚିତ୍ରରେ କେତୋଟି ତ୍ରିଭୁଜ ଅଛି। ପିଲେ ତ୍ରିଭୁଜ ଗଣିବା ପାଇଁ ହେଲେ ପ୍ରଥମେ ଚିତ୍ରରେ ଯେତେ ଗୋଟି ଶୀର୍ଷବିନ୍ଦୁ ଆମେ ପାଉଛେ ସବୁ ଶୀର୍ଷବିନ୍ଦୁର ନାମକରଣ କରି ସହଜରେ ଗଣିବା। ଆମେ ଏହିଭଳି ଏହି ଚିତ୍ରରେ ଥିବା ଶୀର୍ଷବିନ୍ଦୁ ଗୁଡ଼ିକୁ ନାମକରଣ କରିବା। 1, 2, 3, 4, 5, 6। 6ଟି ବିନ୍ଦୁ ଆମେ ପାଉଛେ, ଯାହାକୁ ଛେଦବିନ୍ଦୁ ମଧ୍ୟ ଆମେ କହିପାରିବା। ତେଣୁ ବର୍ତ୍ତମାନ ଦେଖ ପିଲେ 2, 4, 6, 5 ଗୋଟିଏ କି ପ୍ରକାର ଚିତ୍ର? ଏହା ଏକ ଚତୁର୍ଭୁଜ। ଚତୁର୍ଭୁଜର କର୍ଣ୍ଣ ଦୁଇଟିକୁ ଯୋଗ କରାଯାଇଛି। 2, 6 ଓ 4, 5 ଏହି ଚତୁର୍ଭୁଜର ଦୁଇଟି କର୍ଣ୍ଣ। ଗୋଟିଏ ଚତୁର୍ଭୁଜର ଦୁଇଟି କର୍ଣ୍ଣକୁ ଯୋଗ କଲେ ଚତୁର୍ଭୁଜଟି 8ଟି ତ୍ରିଭୁଜରେ ପରିଣତ ହୁଏ। ପିଲେ ତାହେଲେ ସିଧାସଳଖ ଆମେ ଚତୁର୍ଭୁଜର କର୍ଣ୍ଣ ଯୋଗ ହୋଇଛି, ତେଣୁ ତାହା 8ଟି ତ୍ରିଭୁଜ ସୃଷ୍ଟି ହୋଇଛି। ତାକୁ ମଧ୍ୟ ଆମେ ଗଣିପାରିବା, କିନ୍ତୁ ସିଧାସଳଖ ଆମେ ଜାଣିଛୁ ଏଥିରୁ 8ଟି ତ୍ରିଭୁଜ ଅଛି। ଏହି ଯେଉଁ 8ଟି ତ୍ରିଭୁଜକୁ ବାଦ୍ ଦେଲେ, ଅର୍ଥାତ୍ 2, 4, 5, 6କୁ ବାଦ୍ ଦେଲେ ଅବଶିଷ୍ଟ ଶୀର୍ଷବିନ୍ଦୁଟି ରହୁଛି 1। ତାହେଲେ 1 ଶୀର୍ଷବିନ୍ଦୁକୁ ନେଇ ଆଉ କେତୋଟି ତ୍ରିଭୁଜ ଅଛି ଆମେ ଗଣିବା। ପ୍ରଥମେ ଦେଖ ପିଲେ, 1, 2, 3, 1, 3, 4, 1, 2, 4, 1, 5, 6, 1, 4, 5, 1, 2, 6 ଏହିଭଳି 6ଟି ତ୍ରିଭୁଜ ଆମେ 1 ଶୀର୍ଷବିନ୍ଦୁରୁ 6ଟି ତ୍ରିଭୁଜ ଥିବାର ଆମେ ଜାଣିପାରୁଛେ। ତାହେଲେ ଚତୁର୍ଭୁଜର କର୍ଣ୍ଣ ଦୁଇଟିକୁ ଯୋଗ କରି ଆମେ 8ଟି ତ୍ରିଭୁଜ ପାଇଥିଲେ ଏବଂ ଏଠାରେ 6ଟି ତ୍ରିଭୁଜ ପାଇଲେ। ମୋଟ ତ୍ରିଭୁଜ ସଂଖ୍ୟା 8 ମିଶାଣ 6 ସମାନ 14ଟି। ଏହି ଚିତ୍ରରେ 14ଟି ତ୍ରିଭୁଜ ଅଛି। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ବର୍ଗକ୍ଷେତ୍ରର ପରିସୀମା 48 ଜରିବ, ତାହାର କ୍ଷେତ୍ରଫଳ କେତେ? ବର୍ଗକ୍ଷେତ୍ରର ପରିସୀମା ଦତ୍ତ ଥିଲେ ଆମେ ବାହୁ ନିର୍ଣ୍ଣୟ କରିପାରିବା। ପରିସୀମା ହରଣ 4 ସମାନ ବାହୁ। ପରିସୀମା ଯଦି 48 ଜରିବ ହୁଏ ତାହେଲେ ବାହୁ ହେବ 48 ଜରିବ ହରଣ 4 ସମାନ 12 ଜରିବ। ପିଲେ ଜରିବ ବିଷୟରେ ଆମେ ପୂର୍ବ କାଳାଂଶରେ ଆଲୋଚନା କରିଥିଲେ। ଜରିବ ହେଉଛି ଅମିନ ଯେଉଁ କଡ଼ିରେ ମାପେ, ସେ ମାପ କରେ, ସେହି କଡ଼ିର ସମ୍ପୂର୍ଣ୍ଣ ଦୈର୍ଘ୍ୟଟି ହେଉଛି 1 ଜରିବ। ଆମେ ଏଠାରେ ବର୍ଗକ୍ଷେତ୍ରର ବାହୁକୁ 12 ଜରିବ ପାଇଲେ, ତାହେଲେ କ୍ଷେତ୍ରଫଳ ହେବ ବାହୁ ଗୁଣନ ବାହୁ, 12 ଜରିବ ଗୁଣନ 12 ଜରିବ ସମାନ 144 ବର୍ଗ ଜରିବ। ଏହାର କ୍ଷେତ୍ରଫଳ 144 ବର୍ଗ ଜରିବ ହେବ। ପରବର୍ତ୍ତୀ ପ୍ରଶ୍ନ, 400 ବର୍ଗ ମିଟର କେତେ ଏୟର? ପିଲେ ଏୟର ହେଉଛି ଜମିର କ୍ଷେତ୍ରଫଳ ମାପର ଏକ ଏକକ। ପିଲେ 1 ଏୟର ହେଉଛି 100 ବର୍ଗ ମିଟର। ଅର୍ଥାତ୍ ଦୈର୍ଘ୍ୟ 10 ମିଟର, ଯଦି ଗୋଟେ ଆୟତକ୍ଷେତ୍ର ହୁଏ ଦୈର୍ଘ୍ୟ 10 ମିଟର, ପ୍ରସ୍ଥ 10 ମିଟର ହେଲେ ତାର କ୍ଷେତ୍ରଫଳକୁ ଆମେ 1 ଏୟର ବୋଲି କହିବା, କାରଣ ତାର କ୍ଷେତ୍ରଫଳ 100 ବର୍ଗ ମିଟର ହେବ। ସେହିଭଳି 100 ବର୍ଗ ମିଟରରେ 1 ଏୟର, ତାହେଲେ 400 ବର୍ଗ ମିଟରରେ 4 ଏୟର ହେବ। ଉତ୍ତର 4 ଏୟର। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ଘନବସ୍ତୁର 3ଟି ଯାକ ମାତ୍ରା ସମାନ ତାହାକୁ କ'ଣ କହନ୍ତି? ପିଲେ 3ଟି ମାତ୍ରା, ଘନବସ୍ତୁର 3ଟି ମାତ୍ରା କହିଲେ ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା। ତାହା
ଯେଉଁ ବସ୍ତୁର ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ଅଛି ଆମେ ତାକୁ ଘନ ବସ୍ତୁ ବୋଲି କହୁ ବା ତ୍ରିମାତ୍ରିକ ବସ୍ତୁ ବୋଲି ମଧ୍ୟ କୁହାଯାଉ। ଏଠାରେ କୁହାଯାଇଛି ଯେ ଘନ ବସ୍ତୁର ସେ ଦୈର୍ଘ୍ୟ ପ୍ରସ୍ଥ ଓ ଉଚ୍ଚତା ସମାନ ଆମେ ତାହାକୁ ସମଘନ କହିବା। ସମଘନର ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ସମାନ ଡୁଡୁଗୋଟି ହେଉଛି ସମଘନର ଗୋଟେ ଉଦାହରଣ। ଉତ୍ତର ସମଘନ ହେବ। ପରବର୍ତ୍ତୀ ପ୍ରଶ୍ନ 36,28,769 ସଂଖ୍ୟାକୁ ଋଣାଙ୍କ ସଂଖ୍ୟାରେ ପ୍ରକାଶ କର। ପିଲେ ଋଣାଙ୍କରେ ପ୍ରକାଶ କରିବା ପାଇଁ ହେଲେ ଆମେ ବଡ଼ ଅଙ୍କ ଗୁଡ଼ିକ ଅର୍ଥାତ୍ 6, 7, 8, 9କୁ ପରିବର୍ତ୍ତିତ କରିବା। 0 ଠାରୁ 5 ପର୍ଯ୍ୟନ୍ତ ଅଙ୍କକୁ ପରିବର୍ତ୍ତିତ କରିବା ନାହିଁ। ପରିବର୍ତ୍ତିତ କରିବା ସମୟରେ 6, 7, 8, 9କୁ ତାର ପରମ ମିତ୍ର ଲେଖିବା। ପରମ ମିତ୍ର ଲେଖି ତାପରେ ଋଣାଙ୍କ ଦେବା ଏବଂ ତାର ବାମ ପଟେ ଥିବା ଅଙ୍କରେ 1 ଯୋଗ କରିବା। ଏକାଧିକେନ ପୂର୍ବେଣ ସେହି ସୂତ୍ରରେ ଆମେ କରିବା। ପ୍ରଥମେ ଦେଖ ଏକକ ସ୍ଥାନରେ ଯିବା। ଏକକ ସ୍ଥାନରେ ଲେଖା ଅଛି 9। 9 ପାଇଁ ଲେଖିବି ଋଣାଙ୍କ 1 କାରଣ 9କୁ ପରିବର୍ତ୍ତିତ କଲେ 9ର ପରମ ମିତ୍ର 1 ତାପରେ ଋଣାଙ୍କ ଦେବି ଋଣାଙ୍କ 1। ତାର ପୂର୍ବ ଅଙ୍କ ଅଛି 6। ବାମ ପଟର ଯେଉଁ ଅଙ୍କ ଅଛି ତାହା ହେଉଛି 6। 6ରେ 1 ଯୋଗ କରିବି 7। ପିଲେ 7 ଲେଖିବି କି 7 ବଡ଼ ଅଙ୍କ ହେଲା 7କୁ ପରିବର୍ତ୍ତିତ କରିବି। 7ର ପରମ ମିତ୍ର 3 ଲେଖି ଋଣାଙ୍କ ଦେବି ତାହା ଋଣାଙ୍କ 3 ହେବ। ତାର ବାମ ପଟ ଅଙ୍କକୁ ଯିବା। ବାମ ପଟ ଅଙ୍କ 7 ସେଥିରେ 1 ଯୋଗ କଲେ ତାହା ହେବ 8। 8 ପାଇଁ ମୁଁ ଋଣାଙ୍କ 2 ଲେଖିବି। ତାର ବାମ ପଟ ଅଙ୍କକୁ ଯିବା। ବାମ ପଟ ଅଙ୍କ ଅଛି 8। 8ରେ 1 ଯୋଗ କଲେ ତାହା ହେବ 9। 9 ପାଇଁ ଋଣାଙ୍କ 1 ଲେଖିବି। ତାର ବାମ ପଟ ଅଙ୍କକୁ ଯିବା। ବାମ ପଟ ଅଙ୍କ ଅଛି 2। 2ରେ 1 ଯୋଗ କଲେ 3। ପିଲେ 3 ଲେଖିବି ନା ତାର ପରମ ମିତ୍ର ଲେଖିବି? 3 ଲେଖିବି କାରଣ 3 ହେଉଛି ସାନ ଅଙ୍କ। 6, 7, 8, 9କୁ ପରିବର୍ତ୍ତିତ କରିବି 3କୁ ପରିବର୍ତ୍ତିତ କରିବା ଆବଶ୍ୟକତା ନାହିଁ ତେଣୁ 3 ହିଁ ଲେଖିବି। ତାର ବାମ ପଟ ଅଙ୍କ ଦେଖିବା 6। ଯେହେତୁ ଡାହାଣ ପଟ ଅଙ୍କରେ ଆମେ ଅଙ୍କଟିକୁ ପରିବର୍ତ୍ତିତ କରିନେ ବା ଋଣାଙ୍କରେ ପ୍ରକାଶ କରିନେ ତେଣୁ 6 ପାଇଁ ଆଉ 1 ଯୋଗ ହେବ ନାହିଁ 6ରେ। 6ର ପରମ ମିତ୍ର ଲେଖିବି 4। 4ର ଉପରେ ଋଣାଙ୍କ ଦେବି ଋଣାଙ୍କ 4। ପୂର୍ବ ଅଙ୍କ ହେଉଛି 3। 3ରେ 1 ଯୋଗ କରି 4 ଲେଖିବି। ତାହେଲେ ବର୍ତ୍ତମାନ ଋଣାଙ୍କରେ ଆମେ ସଂଖ୍ୟାଟିକୁ ପ୍ରକାଶ କରିଛେ ତାହା ହେଉଛି 4 ଋଣାଙ୍କ 4 3 ଋଣାଙ୍କ 1 ଋଣାଙ୍କ 2 ଋଣାଙ୍କ 3 ଓ ଋଣାଙ୍କ 1। ଏହା ଉତ୍ତର ହେବ। ପରବର୍ତ୍ତୀ ପ୍ରଶ୍ନ 512 ଗୁଣନ 497। ଏଠାରେ କେଉଁ ପ୍ରଣାଳୀ ଅବଲମ୍ବନ କରାଯାଇଛି ବା ଏହା କେଉଁ ପ୍ରଣାଳୀରେ କରାଯାଇଛି? ପିଲେ 512 ଡାହାଣରେ ଲେଖା ଅଛି ମିଶାଣ 12 ଏବଂ 497 ଡାହାଣ ଲେଖା ହେଇଛି ଫେଡ଼ାଣ 3 ଅର୍ଥାତ୍ ଏଠାରେ 500କୁ ନେଇ ସଂଖ୍ୟା ଦୁଇଟିର ଡାହାଣ ପଟେ ତାର ବିଚଳନ ଲେଖାଯାଇଛି। 500 ଠାରୁ ସଂଖ୍ୟାଟି 12 ଅଧିକ 500 ଠାରୁ 497 ସଂଖ୍ୟାଟି 3 କମ୍ ଏବଂ ଏପଟେ ଦେଖ ପିଲେ 512ରୁ 3 ବିୟୋଗ କରି 509 ସେଥିରେ 5 ଗୁଣନ କରାଯାଇଛି ଏବଂ ଡାହାଣ ପଟେ 12ରେ ଋଣାଙ୍କ 3 ଗୁଣନ କରି ଋଣାଙ୍କ 3 ଋଣାଙ୍କ 6 ବା 36 ଉପରେ ଋଣାଙ୍କ ଦିଆଯାଇଛି ଏବଂ ତାକୁ ପରବର୍ତ୍ତୀ ସୋପାନରେ ସଂଖ୍ୟାରେ ପ୍ରକାଶ କରାଯାଇଛି। ଏହା ଉପ ଆଧାର ସାହାଯ୍ୟରେ ଗୁଣନ। ଉପ ଆଧାର ତାକୁ ଆମେ ଯୁକ୍ତାକ୍ଷର କରି ପରେ ଆ ମିଶାଇ ତାକୁ ପା ବୋଲି କହୁ ତେଣୁ ଉପାଧାର ବୋଲି କହୁ। ଆଧାରର ଗୁଣନୀୟକ ଗୁଣିତକ ଗୁଡ଼ିକୁ ଉପାଧାର କୁହାଯାଏ। ଏଠାରେ 500କୁ ଉପାଧାର ରୂପେ ନେଇ ଏହି ଗୁଣନ କ୍ରିୟାଟି ହୋଇଛି ତେଣୁ ଏହାର ଉତ୍ତର ଉପାଧାର ହେବ। ପରବର୍ତ୍ତୀ ପ୍ରଶ୍ନ 3456 ହରଣ 146 ଭାଗ କ୍ରିୟାରେ 14 ଲେଖାଯାଏ। ଏଠାରେ 14କୁ କ'ଣ କହନ୍ତି? ପିଲେ ଏହା ଯେଉଁ ଭାଜକ 146କୁ ଯେଉଁଭଳି ଭାବରେ ଲେଖାଯାଇଛି ତାହା ଧ୍ୱଜାଙ୍କ ପ୍ରଣାଳୀରେ ଭାଗ କ୍ରିୟାରେ ଲେଖାଯାଏ। ଏଠାରେ ଦେଖ ପିଲେ 6କୁ ଧ୍ୱଜାଙ୍କ ଓ 14କୁ ସଂଶୋଧିତ ଭାଜକ ମୁଖ୍ୟାଙ୍କ କହିବା। ଅପସନରେ ଦିଆଯାଇଛି ମୁଖ୍ୟାଙ୍କ ତେଣୁ ଉତ୍ତର ମୁଖ୍ୟାଙ୍କ ହେବ। ପରବର୍ତ୍ତୀ ପ୍ରଶ୍ନ ଗୁଆ 24 ଗଣ୍ଡା 1 କଡ଼ା ସହ କେତେ କଡ଼ା ମିଶିଲେ 100ଟି ଗୁଆ ହେବ? ପିଲେ ଗୁଆ ନଡ଼ିଆ ଇତ୍ୟାଦି ଗଣିବା ବେଳେ କଡ଼ା ଗଣ୍ଡାର ଯେଉଁ ବ୍ୟବହାର କରାଯାଏ 1 କଡ଼ା କହିଲେ 1ଟି 1 ଗଣ୍ଡା କହିଲେ 4 କଡ଼ା 1 ପଣ କହିଲେ 20 ଗଣ୍ଡା ବା 80ଟି 1 କାହାଣ କହିଲେ 16 ପଣ। ମନେ ରଖିବା ପିଲେ କଡ଼ା ଗଣ୍ଡା ହିସାବ ଏହାକୁ କୁହାଯାଏ। କିନ୍ତୁ ପିଲେ ପାନ କଡ଼ା ନୁହଁ। ପାନ କଡ଼ା କହିଲେ ଅଲଗା 50ଟି ପାନକୁ 1 କଡ଼ା ପାନ କୁହାଯାଏ। ନଡ଼ିଆ ଗୁଆ ଗଣିଲା ବେଳେ 1 କଡ଼ା କହିଲେ 1ଟିକୁ ବୁଝିବା। ତାହେଲେ ଏଠାରେ ଦେଖିବା 1 ଗଣ୍ଡା ହେଉଛି 4ଟି 24 ଗଣ୍ଡା ହେଉଛି 24 ଗୁଣନ 4 ସମାନ 96ଟି 1 କଡ଼ା କହିଲେ 1ଟି 96 ଓ 1 ଯୋଗ କଲେ ତାହା ହେବ 97
97 ବର୍ତ୍ତମାନ ପ୍ରଶ୍ନ ହେଉଛି କେତେ ମିଶିଲେ 100ଟି ଗୁଆ ହେବ? 100 ଫେଡ଼ାଣ 97 ସମାନ 3ଟି। କେତେ କଡ଼ା ପଚରା ଯାଇଛି? 3ଟି ହେଉଛି 3 କଡ଼ା। ଉତ୍ତର 3 କଡ଼ା ହେବ। ଠିକ୍ ଅଛି ପିଲେ, ଆଜିର ଏହି ଗଣିତ କାଳାଂଶରେ ଆମେ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ଚୟନ ପରୀକ୍ଷା 2021-22 ପଞ୍ଚମ ଶ୍ରେଣୀର ପ୍ରଶ୍ନପତ୍ର ସମ୍ବନ୍ଧରେ ଆଲୋଚନା କରୁଥିଲେ। 3ଟି କାଳାଂଶରେ ଆମେ ସମ୍ପୂର୍ଣ୍ଣ ପ୍ରଶ୍ନପତ୍ରଟିକୁ ଆଲୋଚନା କଲେ। କିଭଳି ଭାବରେ ମୌଖିକରେ ସମାଧାନ କରି ଶୀଘ୍ର ଉତ୍ତର ନିର୍ଣ୍ଣୟ କରିପାରିବ ତାହା ଉପରେ ଗୁରୁତ୍ୱ ଦେବ। କାଲକୁଲେସନ୍ କରି କେବଳ ପରୀକ୍ଷାରେ ଉତ୍ତର ଲେଖାଯିବ, କୌଣସି ଧାରା କରିବାର ଆବଶ୍ୟକତା ନାହିଁ। ତେଣୁ କିଭଳି ଉତ୍ତର ନିର୍ଣ୍ଣୟ କରିବା ଶୀଘ୍ର ତା ଉପରେ ଗୁରୁତ୍ୱ ଦେବ। ଆଜି ପାଇଁ ଏତିକି, ଧନ୍ୟବାଦ।